70 ବର୍ଷର ଶ୍ଵେତପତ୍ର ଜାରି କରୁ କଣଟା କରିଛି ସେ ତ ଏବେ ସରକାର ହେଇଛି ଏମିତି କହିବାର କଥା ଗୋଟେ କହୁଛନ୍ତି କଣ ତାଙ୍କର କଣ ସରକାର କିଛି କରୁନାହାନ୍ତି ନାରୀ ନିର୍ଯାତନା ବଢି ଚାଲିଛି ସେମାନେ କେତେ ଛବିରାଣୀଠୁ କେତେ କଣ କଣ ହେଇଥିଲା ସେ କଥା ଭୁଲି ଯାଉଛନ୍ତି କୋଉ ନାରୀ ନିର୍ଯାତନାରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କାହାକୁ ଆମେ ଛାଡ଼ିଦେଲୁ ସେ କଥା କହନ୍ତେ ବୋଲେ ସିନା ଜଣା ପଡ଼ନ୍ତା ଆମେ ତ କାହାକୁ ଛାଡ଼ିଦେଲୁ କାହାକୁ ଦୟା କରୁନୁ ସେମାନେ ଯେମିତି କରିଥିଲେ ଆମେ କରିଛୁ ଘଟଣାଟେ ଘଟିବ କିନ୍ତୁ ଘଟିଲା ପରେ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ ତାକୁ ଦେଖିବା କଥା କାର୍ଯ୍ୟାନୁଷ୍ଠାନ ତ ଠିକ୍ ଠାକ୍ ହେଉଛି ସାର୍ ଯେଉଁ ନାରୀ ନିର୍ଯାତନା କହିଲେ କିଟ୍ର ନାରୀ ନିର୍ଯାତନା ଦେଶ ବାହାରେ ଯେମିତି ଦୁର୍ନାମ ଘଟିଥିଲା ସେପରି କିଟ୍ର କିପରି ଦେଖୁଛନ୍ତି ପୁଣି ଆଉ ଏକ ଫଟୋ ଯୋଡ଼ି ହେଇଯାଇଛି ନାଇଁ କିଟ୍ସ ଉପରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସେଟାକୁ ମୁଁ ଚାହୁଁଛି ଆଉ ବିଶେଷ କରି ଯେଉଁ ଲେଡି ଲେକ୍ଚରର ଯାକ ସେମାନେ ଜାପାନର ଏବଂ କିଟ୍ସର ବଜେଟ୍ କଥା କହୁଛନ୍ତି ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନେପାଳ କିଟ୍ସ ଆଉ ନେପାଳର ବଜେଟ୍ର କଥା କହୁଛନ୍ତି ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ସାର୍ କିଟ୍କୁ ସରକାର ନେବାର ସରକାର କାହିଁ ନେବ ଭାଇ ସରକାର ନେଇକରି କ'ଣ କରିବ ସରକାର ଯେଉଁ ଜିନିଷ ନେଉଛି କ'ଣ ହେଉଛି ଲାଭ କିଟ୍ସ ଠିକ୍ କରି ଚାଲୁ ଭଲ ପାଠ ପଢ଼ା ହଉ ଭଲ ବାକି ସବୁ ଜିନିଷ ହଉ କିନ୍ତୁ ସରକାର ସବୁ ଧୀରେ ଧୀରେ ଛାଡ଼ିଦେବା କଥା ପୂର୍ବ ଘଟଣାରେ ସରକାର ସଚିବସ୍ତରୀୟ କମିଟି କରିଥିଲେ କିନ୍ତୁ ରିପୋର୍ଟ ଆସିଲାନି ଆଜ୍ଞା ଆପଣ 2000ରୁ 2024 ଯାଏ ବିଜେଡି କେତେଟା ଇନକ୍ୱାରି କମିଶନ କରିଛି ଆଉ ତାର ଗୋଟିଏ ବି ତଦନ୍ତ କମିଶନ ଆସିନି ସେ କଥା ଆପଣ ଚିନ୍ତା କରୁନାହାନ୍ତି ଗୋଟିଏ ବି ତଦନ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମରିଗଲେ ତାର କ'ଣ ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ଆଇଲା କି ଯେତେ ଘଟଣା ଘଟିଛି ଯେ ବୁର୍ଲା ମେଡିକାଲର କଥା ଘଟିଛି ଫାୟାରିଂରଟା ସବୁ କଥା ତ ଅଛି ଫୁଲବାଣୀ ଫାୟାରିଂର କଥା ଅଛି ସବୁ କଥା ଅଛି ତ କୌଣସି କଥାର ତ ଗୋଟେ ଆସିଲାନି ସାର୍ ଅଚ୍ୟୁତ ସାମନ୍ତ ସେପଟେ ଆୱାର୍ଡ ପାଉଛନ୍ତି କିନ୍ତୁ ଏପଟେ ସାର୍ ବିଶ୍ୱରେ ତାଙ୍କର ମାନେ ଦୁର୍ନାମ ଆୱାର୍ଡ ପାଇବାଟା ସେ ଯେଉଁ ସରକାରୀ କାଗଜ ଫାଇଲ ପତ୍ରର କଥା ସେଟା ଛାଡ଼ନ୍ତୁ କିନ୍ତୁ ଏଠି ସେ ଯେଉଁ ଜମି ଗୁଡ଼ାକ ଜବରଦସ୍ତି ରଖିଛନ୍ତି ଯେଉଁ ବଦମାସି କାମ କରିଛନ୍ତି କି ଏଇ ଯେଉଁ ନେପାଳୀ ଝିଅର ଉପରେ ଯେଉଁ ପ୍ରକାର ଅତ୍ୟାଚାର ହେଇଛି ତାର ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ସାର୍ ଓଡ଼ିଶା ସାରା ବିଶ୍ୱରେ ମାନେ ଇଏ କଲାଣି ମାନେ ନିନ୍ଦା ଅପବାଦ ନାଇଁ ତା ପାଇଁ ଯେଉଁମାନେ ଦାୟୀ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଏଷ୍ଟିମେଟ୍ କମିଟିରେ ଆମେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଉନ୍ନୟନ ଗୃହ ନିର୍ମାଣ ବିଷୟକୁ ଡାକିଥିଲୁ ଯେଉଁ କଥା ଗୁଡ଼ାକ ତ୍ରୁଟିପୂର୍ଣ୍ଣ ଅଛି ଏବଂ ବିଶେଷ କରି ଓଡ଼ିଶା ନାଗାଲାଣ୍ଡ ଭଳିଆ ଗୋଟିଏ ରାଜ୍ୟ ଯେଉଁଠି ଦୁଇଟା ସହର ସେମାନେ ବିକଶିତ କରୁଛନ୍ତି କିନ୍ତୁ ଓଡ଼ିଶାରେ କେବଳ ଭୁବନେଶ୍ୱର ଛଡ଼ା ଭୁବନେଶ୍ୱର ବି ମୁଁ ଆଜି କହିଥିଲି ଯେ ଆପଣ ଟିକେ ସେକ୍ରେଟାରୀକୁ କହିଲି ପେରିଫେରି ନେଇକି ଟିକେ ଦେଖି ଆସନ୍ତୁ କ'ଣ ଅବସ୍ଥା ଭୁବନେଶ୍ୱର ଆପଣ ଭୁବନେଶ୍ୱରକୁ ଡେଭଲପ୍ କରୁଛନ୍ତି କିନ୍ତୁ ପେରିଫେରି ଅବସ୍ଥା ଖରାପ ଆଉ ସେମିତି ଓଡ଼ିଶାରେ କମ୍ ସେ କମ୍ ଆଉ 2-3ଟା ସହରକୁ ବିକଶିତ ଆପଣ କରୁନାହାନ୍ତି ନାଗାଲାଣ୍ଡ ଭଳିଆ ରାଜ୍ୟ ଯଦି 2ଟା ସହରକୁ ବିକଶିତ କରୁଛି ଆମେ ଗୋଟିଏ ସହର ଭିତରେ ସୀମିତ କାହିଁ ରହୁଛୁ ତାପରେ ପାଣି କଥା ଉଠିଛି ତାପରେ ଏଇ ଯେଉଁ ଲାଇଟ୍ ସିଷ୍ଟମଟା ଓଡ଼ିଶାରେ କେବଳ ଭୁବନେଶ୍ୱର ହିଁ କଣ୍ଟ୍ରୋଲ କରୁଛି ସମଗ୍ର ଓଡ଼ିଶାର ଅର୍ବାନ ବଡିର ଲାଇଟ୍ ଏସବୁ କଥା ଗୁଡ଼ାକ ଉଠିଥିଲା ଡାଇରେକ୍ସନ୍ ତ ଦିଆହେଇଛି ତାଙ୍କର ଏସବୁ ଜିନିଷ ଭିତରେ ପୁନର୍ବିଚାର କରିବା ପାଇଁ ଆମେ ଗୋଟେ ରେକମେଣ୍ଡ ବୋର୍ଡ ଆମେ ଡାଇରେକ୍ସନ୍ ଦେଇପାରିବୁନି ଆମେ ସରକାରକୁ ୟା ଉପରେ ଫାଇଲ୍ କରିକି ରେକମେଣ୍ଡ ସାର୍ ତାଙ୍କ ବାପା ମା ଆସିଲେଣି କି ପ୍ରସଙ୍ଗରେ ସେମାନେ କହୁଛନ୍ତି ହତ୍ୟା କରାଯାଇଛି ଅଭିଯୋଗ